ବୈଶାଖ, କର୍କଟ, ମକର ସଂକ୍ରାନ୍ତି ପରି ଗର୍ଭଣା ସଂକ୍ରାନ୍ତି ମଧ୍ୟ ପ୍ରମୁଖ ସଂକ୍ରାନ୍ତି ଅଟେ। ସୂର୍ଯ୍ୟ ନିଜର ନୀଚ ସ୍ଥାନ ତୁଳା ରାଶିରେ ଅବସ୍ଥାନ କରିଥାନ୍ତି। ଏହି ଗର୍ଭଣା ସଂକ୍ରାନ୍ତି ଦିନ ଆମ ଓଡ଼ିଶାରେ କୃଷକମାନେ ନିଜ ନିଜ କ୍ଷେତରେ ମା ମହାଲକ୍ଷ୍ମୀଙ୍କୁ ବିଭିନ୍ନ ଗଛଲତାର ଡାଳପତ୍ର ଦେଇ ପୂଜା କରିଥାନ୍ତି। ବିଶେଷ କରି ଗର୍ଭଣା ଗଛକୁ କ୍ଷେତରେ ପୋତି ଧାନ ଗଛର ଗର୍ଭର ସୁରକ୍ଷା ପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିଥାନ୍ତି। ମାତା ଲକ୍ଷ୍ମୀ ବାତ୍ୟା, ବନ୍ୟା, ରୋଗପୋକରୁ ରକ୍ଷା କରି ଏ ଜୀବଜଗତକୁ ଅନ୍ନ ପ୍ରଦାନ କରିଥାନ୍ତି। ଏ ବର୍ଷ 2024 ମସିହା ଅକ୍ଟୋବର 17 ତାରିଖ ଗୁରୁବାର ଦିନ ଗର୍ଭଣା ସଂକ୍ରାନ୍ତି ବା ତୁଳା ସଂକ୍ରାନ୍ତି ପଡ଼ୁଅଛି। ଏ ସଂକ୍ରାନ୍ତି ଗୁରୁବାର ପଡ଼ୁଥିବାରୁ ଏ ସଂକ୍ରାନ୍ତିର ନାମ ନନ୍ଦା। ମାସାଧିପତି ବୃହସ୍ପତି, ସମ୍ବତ୍ସରଙ୍କ ନାମ କାଳ, ସୂର୍ଯ୍ୟ ଦକ୍ଷିଣାୟନ, ଶରତ ଋତୁର ଦ୍ୱିତୀୟ ମାସ। ଏବେ ଜାଣିବା ଏ ସଂକ୍ରାନ୍ତିର ଫଳାଫଳ। ଭାରତରେ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ବାଂଲାଦେଶ ସୀମାରେ ରାଜନୈତିକ ବିଦ୍ରୋହ, ଅଗ୍ନିଭୟ ତଥା ବ୍ରହ୍ମପୁତ୍ର ନଦୀରେ ପ୍ରବଳ ବନ୍ୟାର ଆଶଙ୍କା କରାଯାଏ। ଓଡ଼ିଶାର ମୟୂରଭଞ୍ଜ, ଗୋମଇସିଆଣୀ, ବାଙ୍ଗିରିପୋଷି, ମୁରୁଡ଼ା, ବେତନଟି, ବାଲେଶ୍ୱର, ଭୋଗରାଇ, ସିଙ୍ଗିଲା, ଭଦ୍ରକର ଧାମରା, ବାସୁଦେବପୁର, ଯାଜପୁର ପୂର୍ବତଟରେ ରାଜକନିକା, ଚାନ୍ଦବାଲି, ପାରାଦୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ସ୍ଥାନମାନଙ୍କରେ ଚୋରି, ଡକାୟତି, ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ସହିତ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଛି। ପାଣିପାଗ ଏ ମାସରେ ହୀନ ଜଳବୃଷ୍ଟି ହେବ। ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଆଞ୍ଚଳିକ ବୃଷ୍ଟିପାତ ଯୋଗୁଁ ଶୀତର ଲହରୀ ବୃଦ୍ଧି ପାଇବ। ମାସର ଅଧିକାଂଶ ସମୟରେ କୋହଲା ପାଗ ଦେଖାଦେବ। କୃଷି ଉତ୍ପାଦନ ହ୍ରାସ ପାଇବ ଓ ପରିବା ଫସଲରେ ରୋଗପୋକ ବୃଦ୍ଧି ଯୋଗୁଁ ପରିବା ଫସଲ ଉତ୍ପାଦନ ହ୍ରାସ ପାଇବ। ମାସତତ୍ତ୍ୱ ଏ ମାସରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବ। ଏ ମାସରେ ସ୍ୱର୍ଣ୍ଣାଦି ଧାତୁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବ। ଡାଲି ଜାତୀୟ ପଦାର୍ଥ ଓ ତୈଳବୀଜ ଆଦି ଦ୍ରବ୍ୟର ଦରଦାମ ବୃଦ୍ଧି ପାଇବ। ପନିପରିବା ଓ ଫଳର ଦାମ ଆକାଶଛୁଆଁ ହେବ। କାର୍ପାସ ଦ୍ରବ୍ୟ ଓ ଆଭରଣ ବ୍ୟବସାୟ ମାନ୍ଦା ରହିବ। ଜ୍ୟୋତିଷ ତତ୍ତ୍ୱ ଏ ମାସରେ ଜାତ ବ୍ୟକ୍ତି ବିନୟୀ, ଧନବାନ, ଲକ୍ଷ୍ମୀବନ୍ତ, ବୁଦ୍ଧିମାନ, ବହୁବକ୍ତା, ଧୀର ଓ ଦୁର୍ବଳ ଇଚ୍ଛାଶକ୍ତି ହୁଅନ୍ତି। ଏ ମାସରେ କନ୍ୟା ପ୍ରଥମ ରଜବତୀ ହେଲେ କୁଳନାଶିନୀ ହୁଏ। ଏ ମାସରେ ନୂତନ ଗୃହାରମ୍ଭ କଲେ ଗୃହକର୍ତ୍ତାଙ୍କର ବହୁପତ୍ନୀ ଯୋଗ କରାଏ। ଏ ମାସରେ ଆମିଷ ବା ଆମିଷ ଜାତୀୟ ପଦାର୍ଥ ଭକ୍ଷଣ ନିଷେଧ। ଏ ମାସରେ ପ୍ରାତଃ ସ୍ନାନ, ଶ୍ରୀ ବିଷ୍ଣୁ ଆରାଧନା, ହବିଷାନ୍ନ ଭୋଜନ ଏବଂ ସାତ୍ତ୍ୱିକ ଆହାର ସ୍ୱାସ୍ଥ୍ୟ ପ୍ରତି ହିତକାର ହୋଇଥାଏ ଓ ମନ ସୁସ୍ଥ ଓ ସ୍ୱଚ୍ଛ ରହେ। ଏ ମାସରେ ଯୋଗ ଓ ପ୍ରାଣାୟାମ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ରବି ଶୁଦ୍ଧି ଏ ମାସରେ ବୃଷ, ସିଂହ, ଧନୁ ଓ ମକର ରାଶିରେ ରବି ଶୁଦ୍ଧି ରହୁଛି ଏବଂ ମାସର 9 ଦିନ ପରେ ମିଥୁନ, କନ୍ୟା ଓ କୁମ୍ଭ ରାଶିରେ ରବି ଶୁଦ୍ଧି ରହୁଛି। ସେହିପରି ଗୁରୁ ଶୁଦ୍ଧି ବା ବୃହସ୍ପତି ଶୁଦ୍ଧି ମେଷ, କର୍କଟ, କନ୍ୟା, ବିଛା, ମକର ଏ ରାଶିମାନଙ୍କରେ ରହୁଛି ଏବଂ ଏ ମାସରେ ଅନ୍ନପ୍ରାଶନର ଶୁଭ ଦିନ ମାସ 28 ରହୁଛି। ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ। ଭଲ ଲାଗିଥିଲେ ଲାଇକ୍ କରିବା ସହିତ ସାଙ୍ଗସାଥିମାନଙ୍କୁ ସେୟାର କରି ଜଣାଇବେ। ଏହା ସହିତ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନେବେ। ଓମ୍ ଦଧିବାମନାୟ ନମଃ।